ଗପ ଅମୃତରେ ବିପଦକୁ ଭୟ କର ନାହିଁ। ହର୍ଷପୁର ନାମକ ରାଜ୍ୟରେ ସମୁଦ୍ରେଶ୍ୱର ନାମରେ ଜଣେ ବଣିକ ବାସ କରୁଥିଲେ। ବଣିକଟି ଯେପରି ଧନୀ ସେପରି ଧାର୍ମିକ ଓ ନିର୍ଭୀକ ଲୋକ ଥିଲେ। ଦିନେ ସେ ବଣିଜ କରିବାକୁ ସୁବର୍ଣ୍ଣଦ୍ୱୀପକୁ ବାହାରିଲେ। ସମୁଦ୍ର ଯାତ୍ରାରେ ସମୁଦ୍ରେଶ୍ୱରଙ୍କର ପ୍ରଚୁର ଅଭିଜ୍ଞତା ଥିଲା। ତା ଛଡ଼ା ତାଙ୍କ ଜାହାଜଟି ମଧ୍ୟ ବେଶ ବଡ଼ ଓ ମଜବୁତ ଥିଲା। ନାବିକମାନେ ମଧ୍ୟ ଖୁବ୍ ଦକ୍ଷ। ତେଣୁ ଜଳଯାତ୍ରାରେ ସମୁଦ୍ରେଶ୍ୱରଙ୍କର ମନରେ ଭୟ ନଥାଏ। ମାତ୍ର ଏଥର ଜଳଯାତ୍ରାରେ ଦେଖାଦେଲା ଏକ ଦାରୁଣ ବିପଦ। ସେମାନେ ସୁବର୍ଣ୍ଣଦ୍ୱୀପର ପାଖାପାଖି ହୋଇଛନ୍ତି। କାହୁଁ ପ୍ରବଳ ଝଡ଼ ତୋଫାନ ମାଡ଼ି ଆସିଲା। ତାଳ ଗଛ ଉଚ୍ଚରେ ଢେଉ ସବୁ ଉଠିଲା। ଏଡ଼େ ବଡ଼ ଜାହାଜଟା ଗୋଟାଏ କାଗଜ ଡଙ୍ଗା ପରି ଝଡ଼ ଭିତରେ ଭଉଁରୀ ଖେଳିଲା। ସମୁଦ୍ରେଶ୍ୱର ଜାଣିଲେ ଆଉ ରକ୍ଷା ନାହିଁ। ମୁହୂର୍ତ୍ତକ ଭିତରେ ସେ ନିଜର କର୍ତ୍ତବ୍ୟ ସ୍ଥିର କରିନେଲେ। ସେ ସମୁଦ୍ର ପାଣିକୁ ଡେଇଁ ପଡ଼ିଲେ। ଆଉ ତାହା ପରେ ପରେ ଜାହାଜଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା। ବଣିକ ସାଗର ଜଳରେ କେତେ ସମୟ ବା ସନ୍ତରଣ କରିପାରନ୍ତେ? ତାଙ୍କର ଗୋଡ଼ ହାତ ଅବଶ ହୋଇ ଆସୁଥାଏ। ଏହି ସମୟରେ ବଣିକ ଦେଖିଲେ ଗୋଟିଏ ଶବ ଭାସୁଛି। ବୁଡ଼ି ଯାଉଥିବା ଲୋକ କୁଟାଖିଅକୁ ଆଶ୍ରା କଲା ଭଳି ସେ ସେହି ଶବକୁ ଆଶ୍ରା କରି ସାଗର ବକ୍ଷରେ ଭାସି ଚାଲିଲେ। ଅନେକ ସମୟ ଭାସିବା ପରେ ସୌଭାଗ୍ୟକୁ ପବନର ଗତି ବଦଳିବାରୁ ସେ କୂଳରେ ଲାଗିଲେ। ମଡ଼ା ଉପରୁ ଉଠି ସେ କୂଳ ଆଡ଼କୁ ଚାଲିଲେ। ସେ ଦେଖିଲେ ଯେ ମଡ଼ାର ଅଣ୍ଟାରେ ଗୋଟାଏ ହାର ଖୋସା ହୋଇଛି। ସେ ଜାଣିପାରିଲେ ଯେ ହାରଟି ମୂଲ୍ୟବାନ ରତ୍ନରେ ତିଆରି। ନିଜର ଜାହାଜ ବୁଡ଼ିଯାଇ ସବୁ ଧନ ସମ୍ପତ୍ତି ନଷ୍ଟ ହୋଇଯିବା ବେଳେ ଏହି ରତ୍ନହାରଟି ପାଇ ସେ ଟିକିଏ ଆଶ୍ୱସ୍ତ ହେଲେ। ରତ୍ନହାରଟି ଧରି ସେ ସମୁଦ୍ର କୂଳେ କୂଳେ ଚାଲିଲେ। ମାତ୍ର ବାଟରେ ମନ୍ଦିରଟିଏ ପଡ଼ିଲା। ସେଠାରେ ଟିକିଏ ବିଶ୍ରାମ ନେବାକୁ ସ୍ଥିର କଲେ। ମାତ୍ର ଅଳ୍ପ ସମୟ ଭିତରେ ସେ ସେଠାରେ ଗାଢ଼ ନିଦ୍ରାରେ ଶୋଇ ପଡ଼ିଲେ। ଏଣେ ରାଜାଙ୍କର ସିପାହୀମାନେ ଆସି ବଣିକକୁ ଦେଖି ଭାବିଲେ ଏଇ ଅଜଣା ଲୋକଟା ନିଶ୍ଚୟ ଚୋର। ସେତେବେଳେ ରାଜପୁରୀରୁ ରାଜଜେମାଙ୍କର ରତ୍ନହାରଟି ଚୋରି ହୋଇଯାଇଥାଏ। ସିପାହୀମାନେ ଖୋଜାଖୋଜି କରି ସମୁଦ୍ରେଶ୍ୱର ପାଖରୁ ହାରଟି ମଧ୍ୟ ଉଦ୍ଧାର କଲେ। ଏଣୁ ଏଇ ବ୍ୟକ୍ତି ଯେ ପ୍ରକୃତ ଚୋର ଏଥିରେ ଆଉ ସନ୍ଦେହ ରହିଲା ନାହିଁ। ସେମାନେ ତାକୁ ବାନ୍ଧି ରାଜାଙ୍କ ପାଖକୁ ନେଇଗଲେ। ରାଜା ମଧ୍ୟ ଦେଖି ଚିହ୍ନିଲେ ଯେ ହାରଟି ତାଙ୍କ କନ୍ୟାର। ତେଣୁ ରାଜା ଚୋରକୁ ହତ୍ୟା କରିବା ପାଇଁ ଆଦେଶ ଦେଲେ। ମାତ୍ର ଏତିକିବେଳେ ହଠାତ୍ ଏକ ବିଚିତ୍ର କାଣ୍ଡ ଘଟିଗଲା। ରାଜା ହାତରେ ହାରଟି ଧରିଛନ୍ତି, ଗୋଟିଏ ଶାଗୁଣା କାହୁଁ ଆସି ହାରଟିକୁ ଝାମ୍ପି ନେଲା। ସିପାହୀମାନେ ଶାଗୁଣାଟିକୁ କେତେ ବାଟ ଗୋଡ଼େଇଲେ, ହେଲେ ବିଫଳ ହେଲେ। ସେ କାହିଁ କୁଆଡ଼େ ଉଡ଼ିଗଲା। ହାରଟି ଏଭଳି ଭାବେ ହରାଇ ରାଜାଙ୍କର ସବୁ ରାଗ ଯାଇ ପଡ଼ିଲା ବଣିକ ଉପରେ। ସେ ସେଇ ମୁହୂର୍ତ୍ତରେ ତାକୁ ବଧ କରିବା ପାଇଁ ଆଦେଶ ଦେଲେ। ସମୁଦ୍ରେଶ୍ୱରଙ୍କୁ ବଧଭୂମିକୁ ନିଆଗଲା। ମାତ୍ର ହଠାତ୍ ଶୂନ୍ୟବାଣୀ ହେଲା, ସମୁଦ୍ରେଶ୍ୱର ଚୋର ନୁହନ୍ତି। ସେ ହର୍ଷନଗରୀର ଜଣେ ଧନୀ ଓ ଧାର୍ମିକ ବଣିକ। ପ୍ରକୃତ ଚୋର ସମୁଦ୍ରରେ ବୁଡ଼ି ମରିଛି। ସମୁଦ୍ରେଶ୍ୱର ସେଇ ଚୋରର ଶବକୁ ଧରି ପହଁରି ପହଁରି ତୁମ ରାଜ୍ୟକୁ ଆସିଛି। ସେ ଏ ରାଜ୍ୟର ଅତିଥି। ତାଙ୍କୁ ମୃତ୍ୟୁଦଣ୍ଡ ନ ଦେଇ ଅତିଥିର ସମ୍ମାନ ଦିଅ।
ରାଜା ଏକଥା ଶୁଣି ସମୁଦ୍ରେଶ୍ୱରଙ୍କୁ ମୁକ୍ତି ଦେବା ସହିତ ବହୁ ଧନରତ୍ନ ଉପହାର ଦେଲେ। ସମୁଦ୍ରେଶ୍ୱର ସେସବୁ ଧରି ନିଜ ଦେଶ ହର୍ଷପୁରକୁ ଫେରିବା ଉଦ୍ୟମ କଲେ। ସମୁଦ୍ର ପାର ହୋଇ ବନ ପଥରେ ଯାଉ ଯାଉ ସମୁଦ୍ରେଶ୍ୱର ଡକାୟତ ଦଳଙ୍କ ହାବୁଡ଼ରେ ପଡ଼ିଲେ। ସେ ମନେ ମନେ ନିଜ ଭାଗ୍ୟକୁ ନିନ୍ଦା କଲେ। ଭାବିଲେ, ସବୁ ବିପଦ କ'ଣ ତାଙ୍କରି ଭାଗ୍ୟରେ ଲେଖା ଅଛି? ଡକାୟତଙ୍କ ଆକ୍ରମଣରେ ସେ ତାଙ୍କର ସମସ୍ତ ଧନ ହରାଇଲେ। ଭଗବାନଙ୍କ ଦୟାରୁ ପ୍ରାଣ କୌଣସି ମତେ ରକ୍ଷା ହୋଇଗଲା। ସମୁଦ୍ରେଶ୍ୱର ଏବେ ଶୂନ୍ୟ ହାତରେ ଚାଲିଲେ। କିଛି ବାଟ ଯାଇ ଦେଖିଲେ ଗୋଟିଏ ବିରାଟ ଗଛ। ଗଛ ଉପରେ ଗୋଟିଏ ବଡ଼ ଆକାରର ଚଢ଼େଇର ବସା। ସମୁଦ୍ରେଶ୍ୱରଙ୍କ ମନରେ କାହିଁକି କେଜାଣି କୌତୂହଳ ଆସିଲା। ସେ ଗଛରେ ଚଢ଼ି ଚଢ଼େଇର ବସା ପାଖରେ ପହଞ୍ଚିଲେ। ସେଠାରେ ଯାହା ଦେଖିଲେ ସେଥିରେ ତାଙ୍କର ଆଖି ଖୁସି ହୋଇଗଲା। ଦେଖିଲେ ଧନ ରତ୍ନ ମଣିମୁକ୍ତା ଏଇ ବସାରେ ଭରପୁର ରହିଛି। ସବୁଠୁ ଆଶ୍ଚର୍ଯ୍ୟର କଥା, ସେ ଯେଉଁ ହାରଟି ମଡ଼ାର ଅଣ୍ଟାରୁ ପାଇଥିଲେ ଏବଂ ଯାହାକୁ ଶାଗୁଣା ରାଜଙ୍କ ହାତରୁ ଝାମ୍ପି ଆଣିଥିଲା, ସେଇଟି ତା ଭିତରେ ରହିଛି। ସେ ଜାଣିଲେ ଏଇ ବସାଟି ବୋଧହୁଏ ସେଇ ଶାଗୁଣାର। ସମୁଦ୍ରେଶ୍ୱର ମନେ ମନେ ଭାଗ୍ୟଦେବୀଙ୍କୁ ପ୍ରଣାମ ଜଣାଇଲେ। ସମସ୍ତ ଧନରତ୍ନ ନେଇ ସେ ପହଞ୍ଚିଲେ ନିଜ ରାଜ୍ୟ ହର୍ଷପୁରୀରେ। ବିପଦରେ ଭାଙ୍ଗି ପଡ଼ି ନଥିବାରୁ ସିନା ସେ ଏହିସବୁତକ ଧନ ସମ୍ପଦ ପାଇଲେ।